କାଲି ଯେତେବେଳେ ଆସି ସନ୍ଧ୍ୟାବେଳେ ପହଞ୍ଚିଲି, କାଲି ପରଠୁ ଯେଉଁ ଟ୍ରିଟମେଣ୍ଟ ମୋର କରୁଛନ୍ତି ବହୁତ ଭଲସେ କରୁଛନ୍ତି, ବହୁତ କେୟାର ବି ନେଉଛନ୍ତି। ଆମ ଆଗ ଅପେକ୍ଷା ରିକଭରି କରୁଛି, ତାହେଲେ କିଛି ଯେଉଁ କହିଲେ ଓଡ଼ିଶାରେ ରଜ ମନାଉଛନ୍ତି, କୋଉଠି ନା କୋଉଠି ମୋ ପାଖକୁ ଯେମିତି ମୋ ସମର୍ଥନ ମନ ଭିତରେ କରୁଛନ୍ତି, ମୋତେ ବହୁତ ଖୁସି ଲାଗୁଛି। ବହୁତ ସାହସ ବି ମୋ ମନ ଭିତରେ ଆସୁଛି। ସୁସ୍ଥ ହେଇଗଲେ ମୁଁ ନିଶ୍ଚିନ୍ତ ପୁଣି ଥରେ ବ୍ୟାକ୍ ସେ ଚାଲିଯାଉଛି ନିଶ୍ଚିତ ଭାବରେ ହେଇକି ମୁଁ ଅନ୍ୟ ଆପଣଙ୍କର ଏଫଆଇଆର ଅଛି। କୋଉଠି ନା କୋଉଠି ମହାକାଳ ପୋଲିସ କଳା ଯେଉଁ ପୋଲିସ ଅଛି, ପୋଲିସ ସହଯୋଗ କରୁନି। ମୁଁ ଏଠି ଦାବି କରିବି ଜୁଡ଼ିସିଆଲି ତଦନ୍ତ କରାଯାଉ, କାରଣ ଯେଉଁ ପୋଲିସ ମୋତେ ଖରାପ ବ୍ୟବହାର ଦୁର୍ବ୍ୟବହାର କରିଛି, ମୁଁ ତାଙ୍କ ଉପରେ କେବେ ଦାୟିତ୍ୱ ଦେଇପାରିବିନି। ମୋ କେସ୍ଟାକୁ ମୁଁ ଜାଣିନି ବି ଏପର୍ଯ୍ୟନ୍ତ ମୋ କେସ୍ ରେଷ୍ଟ ହେଇଛି, ମୋ ଦେହ ଖରାପ ଅଛି, ମୁଁ ବୁଝିପାରିନି କ'ଣ ହେଇଛି। କିନ୍ତୁ ମୁଁ ଆଉ ଗୋଟେ ଆପ୍ଲିକେସନ୍ ପୋଲିସ ବିରୋଧରେ ଦେବି। ଚାହୁଁଛି ଏଟା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଆଉ ଏଟାକୁ ଜୁଡ଼ିସିଆଲ ତଦନ୍ତ କରାଯିବ। ମୋ ପାଖରେ ଯେତିକି ବି ପ୍ରୁଫ୍ ଅଛି ମୋ ମୋବାଇଲରେ ଅଛି, ମୋ ମୋବାଇଲ ବି ଏପର୍ଯ୍ୟନ୍ତ ଦେଇନାହାନ୍ତି ମୋତେ। ଭାବରେ ତଦନ୍ତ କରାଯାଉ। ମୁଁ ନିର୍ଦ୍ଦୋଷ ଥାଇକି ବି ମୋତେ ଯେଉଁଭଳିଆ କେସ୍ରେ ଛନ୍ଦିଛନ୍ତି, ଯେଉଁଭଳିଆ ଦଫା ଲଗେଇଛନ୍ତି, ଏଗୁଡ଼ାକୁ ପ୍ରତ୍ୟାହାର କରିବାକୁ ମୁଁ ଦାବି କରିବି। ପାଖାପାଖି 5-6 ମାସ ହେଇଗଲାଣି। 6-7ଟା ପ୍ରୋଜେକ୍ଟ କାମ ବନ୍ଦ ଥିବ। ଯେତେବେଳେ ଲୋକମାନେ ଆମ ଘରକୁ ଆସୁଛନ୍ତି, ଆମେ ତାଙ୍କୁ ଠିକାଦାର ହିସାବରେ କାମ ଦେଇଛୁ, ଆମକୁ ଧମକଉଛନ୍ତି କି ଆମକୁ ଯଦି ବିଲ୍ ନ ଦେବ ଆମେ ବିଷ ଖାଇ ମରିବୁ। କୋଉଠି ନା କୋଉଠି ଆମେ ବହୁତ ପ୍ରେସରରେ ରହୁଛୁ, ଯେହେତୁ ତାଙ୍କୁ କାମ କରୁଛୁ। ବିଡ଼ିଓଙ୍କ କତିକି ଗତ 29 ତାରିଖରେ ଯାଇଛି, ବିଡ଼ିଓ ମନା କରିବେନି ବୋଲି। ପୁଣି ଆମେ 5 ଜଣ ସରପଞ୍ଚ ଯାଇଥିଲୁ ସେଦିନ ଇନ୍ସିଡେଣ୍ଟ ହେଲା। ବିଡ଼ିଓ ସହିତ କଥା ହେଇପାରିଲୁନୁ। ବିଜେପି କର୍ମୀମାନଙ୍କ ସହିତ ଗଣ୍ଡଗୋଳ କଲେ, ବିଡ଼ିଓ ଉଠି ପଳେଇଲେ। ଦେହ ଆଗ ଅପେକ୍ଷା ରିକଭରି ହେଉଛି ମୋତେ ଲାଗୁଛି। ମୁଁ ଚାହୁଁଛି ଯେଉଁ ବିଡ଼ିଓ, ଯେଉଁ IIC, ଯେଉଁ ଥାନା ଷ୍ଟାଫ୍ ମୋତେ ଅତ୍ୟାଚାର କରୁଛନ୍ତି, ମୋ କ୍ୟାରେକ୍ଟର ଉପରେ ଖରାପ ଜିନିଷ କହିଛନ୍ତି।